ପ୍ରାଚୁର୍ଯ୍ୟତା ଭିତରେ ଦରିଦ୍ରତା ଯାଜପୁର ଉପରେ ତଳେ ପ୍ରାଚୁର୍ଯ୍ୟପୂର୍ଣ୍ଣ ସହର ଉପରେ ହାଡ଼ଗଙ୍ଗା ସାର ନଗଡ଼ା ଇଏ ହେଉଛି ଯାଜପୁର। ଯାଜପୁରଟା ମୋ ମତରେ ଦୁଇ ଭାଗରେ ବିଭକ୍ତ ହେଉଛି। ଏନ୍ଏସ୍ଟା ଦୁଇ ଭାଗରେ ବିଭକ୍ତ କରୁଛି ଏବଂ ଗୋଟେ ପଟେ ଚାଷ ହିଁ ସର୍ବସ୍ୱ ଆଉ ଗୋଟେ ପାଖରେ ଖଣି ଖାଦାନ ଅଛି। ଯଦି ଆମେ ଯାଜପୁରରେ ବେକାରୀ ଆଉ ଚାଷ ଉପରେ ଦୁଇଟି ବିନ୍ଦୁରେ ଆଲୋଚନା କରିବା ସଂଖ୍ୟା ପ୍ରମୁଖ ହେଉଛି, ତାହେଲେ ଦୁଇଟି ଯାକ ଗୋଟିଏ ସମସ୍ୟା। ଆମ ଯାଜପୁରରେ ଯେତେ ଖଣି ଖାଦାନ ଅଛି, କ୍ରୋମାଇଟ୍ ସଂଖ୍ୟା ଆମର 95% କ୍ରୋମାଇଟ୍, ଭାରତବର୍ଷରେ ଯେତେ କ୍ରୋମାଇଟ୍ ଅଛି ଯାଜପୁରରେ 95% କ୍ରୋମାଇଟ୍। ଏବଂ ଯାଜପୁରରେ ବହୁ କମ୍ପାନୀ ଆସିକି ଏଠି କାମ କରୁଛନ୍ତି। ଆମେ ଖଣି ଯାଉଛି, ଆମର ପାଣି ଯାଉଛି, ଆମେ ବିସ୍ତାପିତ ହେଉଛୁ, ଆମର ପ୍ରଦୂଷିତ ହେଉଛି। କିନ୍ତୁ ଆମେ ଚିନ୍ତା କରିବା ଥରେ ସେଠି କେତେ ଜଣ ଯାଜପୁର ଲୋକ ଚାକିରି କରୁଛନ୍ତି। ମୁଁ ଗୋଟେ ଆର୍ଟିଆଇ ମାଗିଥିଲି, ସମୁଦାୟ ସ୍ଥାୟୀ ନିଯୁକ୍ତି ସଂଖ୍ୟା ଯାଜପୁର ଯେତିକି ଯାଜପୁର ରୋଡରୁ ଷ୍ଟିଲ୍ ହବ୍ ହେଇଛି, ଯୋଉ କାରଖାନା ହେଇଛି, ସମୁଦ୍ର କାରଖାନା 37 ଜଣ ସ୍ଥାୟୀ ନିଯୁକ୍ତି ପାଇବେ। ବାକି ତକ ସମସ୍ତେ ଠିକାଦାର ଅଧୀନରେ କାମ କରୁଛନ୍ତି। ଦେଖନ୍ତୁ, ଆମେ ସର୍ବସ୍ୱ ଦେଇକି ଆମେ ସେ ବାବୁ ହେବେ, ଆମେ ମୂଲ୍ୟାଗିରି କରିବା ଏବଂ ତାହା ବି ଅସ୍ଥାୟୀ ହେବ। ଇଏ ଗୋଟେ ଖବର, ଏ ଘଟଣା ଉପରେ ଆମେ ଆଲୋକପାତ କରିବା ଦରକାର। ଆମର ପାଣି ଯିବ, ଆମର ଖଣି ଯିବ, ଆମେ ବିସ୍ତାପିତ ହେବା, ଆମେ ସେଠି ଦାଦନ ଖଟିବା, ଆମେ ପଲ୍ୟୁସନ ହବ, କିନ୍ତୁ ଆମେ ଚାକିରି ପାଇବାନି। ପ୍ରଥମେ ଏ ବିଷୟରେ ସରକାର ପକ୍ଷ ନେବା ଦରକାର, ଆମକୁ ଅଗ୍ରାଧିକାର ଦିଆଯିବା ଦରକାର। ଦ୍ୱିତୀୟଟି, ଯୋଉ ଯୁବକ ମାନେ ସେଠି ଚାକିରି ପାଇଲେନି, ଆଉ ଗୋଟେ କଣ ଫେସିଲିଟି ଅଛି ଏଠି ହେଉଛି ଏଗ୍ରିକଲଚର। ଏଠି ଯୋଉ ଜମି ଗୁଡାକ ଅଛି 3 ଫସଲି ଜମି, ରବି, ଖରିଫ ଏବଂ ୟା ମଝାମଝିରେ ଗୋଟେ ଯୋଉ ତରଭୁଜ କାକୁଡି ରବି ହେଇପାରେ। କିନ୍ତୁ ଆପଣ ଯଦି ଏଇଠି ଅନେଇବେ, 16,000 ଏକର ଜମି ବାଉତରା ଭିଡାରେ ଅଛି, 13,000 ଏକର ଜମି ଜାଉଳା ଭିଡାରେ ଅଛି। ସାଟେଲାଇଟ ଯାହା ତୁଳନା କରି କହୁଛି, କିନ୍ତୁ ସେ ଜମିରୁ 75 ଭାଗ ଜମି ବାଞ୍ଝ ହେଇକି ପଡିଛି। ତାର କାରଣ ହେଉଛି ସେଠି ଇରିଗେସନ ଫେସିଲିଟି ନାହିଁ। ଆପଣଙ୍କର ଯଦି ବି ଇରିଗେସନ ଫେସିଲିଟି କିଏ ନିଜେ ଚାଷ କରୁଛି, ଉପଯୁକ୍ତ ମଣ୍ଡି ନାହିଁ। ଆପଣଙ୍କର ଚାଷ ପାଇଁ ଯୋଉ ଭିତ୍ତିଭୂମି ଅଛି, ଗୋଟେ ବଢିଆ ବ୍ୟାପକ ଭିତ୍ତିଭୂମି, ସେଇ ବ୍ୟାପକ ଭିତ୍ତିଭୂମି ଭିତରେ ସରକାର ପାଇଁ ଯୋଜନା କିଛି କରେନି। ଆମର ଇରିଗେସନ ଫେସିଲିଟି ନାହିଁ। ଆମକୁ ଯଦି ବି କିଏ ଉତ୍ପାଦନ କଲା, ତା ପାଇଁ ମଣ୍ଡି ନାହିଁ। ଆପଣ ଏବେ ଦେଖୁଥିବେ, ଦତ୍ତପୁରା ଯାଆନ୍ତୁ, କିଛି ଦିନ ପରେ ଆଉ କିଛି ଦିନ ପରେ ପରିବା ଗୁଡାକ ପଚିକ ସଢିବ। ଯଦିଓ ଏବେ ଆକାଶ ଛୁଆଁ, ତାର କାରଣ ହେଉଛି ପ୍ରୋସେସିଂ ୟୁନିଟ୍ ନାହିଁ। ପ୍ରୋସେସିଂ ୟୁନିଟ୍ ହେବା ଦରକାର ଏବଂ ପ୍ରୋସେସିଂ ୟୁନିଟ୍ ହେବା ଦରକାର, ପରିବା ପାଇଁ ମଣ୍ଡି ହେବା ଦରକାର, ଏଗ୍ରିକଲଚର ପାଇଁ ପାଣି ଥିବା ଦରକାର। ଏବଂ ମୁଁ ଭାବୁଛି ସମଗ୍ର 10 ବ୍ଲକରେ ଯେତିକି ଯୁବକ ଅଛନ୍ତି, ଯଦି ପ୍ରପରଲି ୟୁଟିଲାଇଜ କରା, ସମସ୍ତେ ଚାକିରି ପାଇପାରିବେ। ଆମର ଏଗ୍ରିକଲଚର ଇଣ୍ଡଷ୍ଟ୍ରି କିଏ ହେଉଛି ବଡ଼ ପ୍ରୋବ୍ଲେମ ହେଉଛି ଅନଏମ୍ପ୍ଲୟର। ଇଣ୍ଡଷ୍ଟ୍ରିରେ ଆମକୁ ସୁଯୋଗ ଦିଆଯାଉନି, ଏଗ୍ରିକଲଚର ଆମକୁ ସୁଯୋଗ ନାହିଁ। ଧନ୍ୟବାଦ।